श्री लक्ष्मी नारायणाय नमः। नमस्कार बंधु। प्रभु जगन्नाथଙ୍କର द्वादश ଯାତ୍ରା ମଧ୍ୟରୁ ଦଳଯାତ୍ରା ହେଉଛି ଅନ୍ୟତମ। ତେବେ ଆଜି ଦୋଳ ପୂର୍ଣ୍ଣିମାରେ ଗାଁ ଗଣ୍ଡା ପୁରପଲ୍ଲୀ ଚାରିଆଡ଼େ ଉତ୍ସବ ମୁଖର ପରିବେଶ। ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ଅବସରରେ ପ୍ରଭୁ ଦୋଳ ଗୋବିନ୍ଦଙ୍କ ଯାତ୍ରା ଏବଂ ବ୍ରହ୍ମ ପରିକ୍ରମା ଆରମ୍ଭ ହୋଇଥାଏ। ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ପର୍ଯ୍ୟନ୍ତ ସୁସଜ୍ଜିତ ବିମାନରେ ବିଜେ କରିଥାନ୍ତି। ଶ୍ରୀ ରାଧାକୃଷ୍ଣ ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଇଥାନ୍ତି। ଦୋଳ ପଡ଼ିଆ ବା ଝୁଲଣ ପଡ଼ିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନ ଗୁଡ଼ିକର ମିଳନ ହୁଏ। ସାରା ରାଜ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ବର୍ଷର ଏହି ଦିନକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥାନ୍ତି। ଦୋଳ ପୂର୍ଣ୍ଣିମାର ପ୍ରଧାନ ବୈଭବ ହେଉଛି ଅଭିର ଖେଳ। ଦୋଳ ପୂର୍ଣ୍ଣିମାର ପରଦିନ ପାଳନ କରାଯାଏ ରଙ୍ଗର ଖେଳ ହୋଲି। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ପାଳନ କରାଯାଏ ଦୋଳ ପର୍ବ। ଦୋଳ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହୋଇଥାନ୍ତି। ଦୋଳ ପୂର୍ଣ୍ଣିମା ଦିନ ପ୍ରଭୁ ଦୋଳ ଗୋବିନ୍ଦ, ମାତା ଲକ୍ଷ୍ମୀ ଏବଂ ମା ସରସ୍ୱତୀ ଦୋଳବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିଥାନ୍ତି। ଏହି ଦିନ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ହଜାର ହଜାର ଭକ୍ତ ବା ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି।